ବୃନ୍ଦ ଓ ଏଠାରେ ଥିବା ମୋର ସ୍ନେହର ଛୋଟ ବଡ଼ ଭାଇ ଭଉଣୀଗଣ ଓ ସହପାଠୀଗଣ, ଆଜି ମୁଁ ସ୍ୱାଧୀନତା ଦିବସ ବିଷୟରେ କିଛି କହିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ହେଉଛି 2024 ମସିହା ଅଗଷ୍ଟ ମାସ 15 ତାରିଖ। ଆଜି ଆମେ 78ତମ ସ୍ୱାଧୀନତା ଦିବସ ପାଳନ କରୁଛୁ। 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ଆମ ଦେଶ ସ୍ୱାଧୀନ ହୋଇଥିଲା। 200 ବର୍ଷ ଧରି ଇଂରେଜମାନେ ଆମ ଦେଶକୁ ଶାସନ କରୁଥିଲେ। ଇଂରେଜମାନଙ୍କ ଶାସନ ମଧ୍ୟରେ ଆମେ ବହୁତ ଦୁଃଖ କଷ୍ଟ ସହି ଚଳୁଥିଲୁ। ଆମର ଦୁଃଖ କଷ୍ଟ ସହିଲା ପରେ ମହାପୁରୁଷମାନେ ଇଂରେଜମାନଙ୍କ ସହ ଲଢ଼ିଲେ, ଯଥା ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ଲକ୍ଷ୍ମଣ ନାୟକ। ଏଭଳି ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଆମ ଦେଶ ସ୍ୱାଧୀନ ହୋଇଥିଲା। ସେଥିପାଇଁ ସବୁ ବର୍ଷ ଅଗଷ୍ଟ ମାସ 15 ତାରିଖ ଦିନ ଆମେ ସ୍ୱାଧୀନତା ଦିବସ ପାଳନ କରୁ। ସେଥିପାଇଁ ଆଜିର ଦିନରେ ମୁଁ ଏହି ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ କୋଟି କୋଟି ପ୍ରଣାମ